Hey students, welcome to my channel Educational Vibes with Madhusmita. ଆଜି ଆମେ କଣ ପଢିବା ନା କ୍ଲାସ୍ 6 ର ୟୁନିଟ୍ 2 ଦ ରାଭେନ୍ ଆଣ୍ଡ ଦ ଫକ୍ସ। ଓକେ, ଏହା ଗୋଟିଏ ବହୁତ ସୁନ୍ଦର ଗପ। ଏଇ ଗପଟିକୁ ପଢି ସାରିଲା ପରେ ତୁମେ ଜାଣିବ ଯେ କେବେ କାହାର ପ୍ରଶଂସା ଜାଲରେ ପଡିବ ନାହିଁ। ଓକେ, କେବେ ବୋକା ହେବ ନାହିଁ। ଓକେ, ଠିକ ଅଛି। ତ ଚାଲ ଟେକ୍ସଟକୁ ଯିବା, ସରି ଗପକୁ ଚାଲ ଯିବା, ଗପ ପଢିବା। ଓକେ, ୱେଟ୍। ଗପ ପଢିବା ପୂର୍ବରୁ ଏଠି କିଛି କ୍ୱେଶ୍ଚିନ୍ ଅଛି, ସିମ୍ପଲ ନର୍ମାଲ କ୍ୱେଶ୍ଚିନ୍, ତାକୁ ଟିକେ ଡିସ୍କସ୍ କରିଦେବା। We know that frogs croak. ଆମେ ଜାଣିଛୁ ଯେ ଫ୍ରଗ୍ ମାନେ କ୍ରୋକ୍ କରନ୍ତି। କ୍ରୋକ୍ ମାନେ କର୍କଶ ଶବ୍ଦ କରିବା। କର୍କଶ ଶବ୍ଦ ମାନେ ଫ୍ରଗ୍ ମାନେ କେମିତି ସାଉଣ୍ଡ କରନ୍ତି? ଟର୍ ଟର୍ ବାଇଆ କରନ୍ତି। ସେଟା ଶୁଣିବାକୁ ଭଲ ଲାଗେ କି? ଭଲ ଲାଗେ ନାହିଁ। ଯୋଉଟା କାନକୁ ଶୁଣିବାକୁ ଭଲ ଲାଗେନି ତାକୁ କୁହାଯାଏ କର୍କଶ ଶବ୍ଦ। ଫ୍ରଗ୍ସ ବେଙ୍ଗ ମାନେ କର୍କଶ ଶବ୍ଦ କରନ୍ତି। Did you know that ravens also croak? ତୁମେ ଜାଣିଛ କି ରାଭେନ୍ ହିୟର ମିନ୍ସ ରାଭେନ୍ ମାନେ ହଉଛି କାଉ। କାଉ ମାନେ ବି କର୍କଶ ଶବ୍ଦ କରିଥାନ୍ତି। ଆମେ ଜାଣିଛେ କାଉର ଶବ୍ଦ, କାଉର ସ୍ୱର ବୋବାନ୍ତି ଯେତେବେଳେ ଆମକୁ ଭଲ ଲାଗେ ନାହିଁ, ତେଣୁ ସେମାନେ ମଧ୍ୟ କର୍କଶ ଶବ୍ଦ କରନ୍ତି। See the picture and said why who do you think on? ଓକେ, ଏ ପିକ୍ଚର କୁ ଦେଖ କଣ ହଉଛି ନା କାଉଟି ଡାଳ ଉପରେ ବସିଛି, ତଳେ କୋକିଶିଆଳୀଟେ ବସିଛି। ଯୋଉ ଟାଇଟଲଟା ଅଛି ଦ ରାଭେନ୍ ମାନେ ହଉଛି କାଉ, ଫକ୍ସ ମାନେ ହଉଛି କୋକିଶିଆଳୀ। ଓକେ, ଚାଲ ଗପକୁ ଯିବା ପଢିବା ଆରାମ ସେ। Wait, let us read. चलो पढ़िबा। Mr. Raven was perched upon a limb. Mr. Raven, जे Mr. Raven होची काऊ। ओके, से काऊ थिला was perched, perched माने सीट, बसिथिला। कोठी बसिथिला ना upon a limb, गोटे डाଳ उपरे, गोटे शाखा उपरे बसिथिला। And Reynard the fox, Reynard जे कि fox थिला, fox रो नेम Reynard, looked up at him. Looked up माने चाहिथिला, at him काहूକୁ चाहिथिला। For the raven held in for the raven କଣ ଧରିଥିଲା? In his great big beak, ତାର ମହାନ ବଡ ଥଣ୍ଟରେ ସେ କଣ ଧରିଥିଲା? A morsel ମାନେ ଏଠି ଲେଖା ହେଇଛି a small piece of food, ଖାଦ୍ୟର ଛୋଟ ଖଣ୍ଡକୁ ଧରିଥିଲା। The fox would go far to seek. fox କଣ କଲା ନା କୋକିଶିଆଳୀ ତ ବହୁତ ଚାଲାକ ଥିଲେ, ସେ ଟିକେ would go far, ଟିକେ ଦୂରକୁ ପଳେଇଲା to seek, ମାଗିବା ପାଇଁ। Okay, said the fox କଣ କହିଲା ନା in admiring tones, ପ୍ରଶଂସା ଭରା ସ୍ୱରରେ ସେ କଣ କହିଲା? My word, Sir Raven, you are a handsome bird. My word ମାନେ here means wow, ଏତେ ସୁନ୍ଦର, ଏମିତି ସେ ଗର୍ବ ମାନେ ପ୍ରଶଂସା କରି କହୁଛି। Sir Raven, you are a handsome bird. ରାବଣ ସାର୍, ତୁମେ ବହୁତ ସୁନ୍ଦର ପକ୍ଷୀ। Such feathers, ତୁମର ଏତେ ସୁନ୍ଦର ପର ଅଛି। Then if you would only sing, ତୁମେ ଯଦି ଗୀତ ଗାଇବ ତାହେଲେ the birds of these woods would call you king. ଏହି ଯୋଉ woods ମାନେ ଜଙ୍ଗଲ ହେଲା, feathers ମାନେ ଏଠି ହଉଛି ପର, ଜଙ୍ଗଲ, woods ମାନେ ଜଙ୍ଗଲ, ଏହି ଜଙ୍ଗଲର ଯେତିକ ସବୁ ପକ୍ଷୀ ଅଛନ୍ତି would call you king, ତୁମକୁ ରାଜା ଡାକିବେ। ଓକେ, ନେକ୍ସଟ ଯିବା, ନେକ୍ସଟ ଲାଇନ କୁ। The raven who did not see the joke. ଯେ ରାଭେନ୍ ଥିଲା, କାଉ ଯୋଉ ଥିଲା, who did not see, ସେ ଦେଖି ପାରିଲାନି ସେ joke ଟାକୁ, ସେଇ ଥଟ୍ଟାଟାକୁ ଦେଖି ପାରିଲା ନାହିଁ। Forget that his voice was a croak. Forget ମାନେ ଭୁଲିଯିବା, ସେ ଭୁଲିଗଲା ଯେ ତାର ଭଏସ, ତାର ସ୍ୱର ଯୋଉ ଥିଲା, ଭଏସ ମାନେ ସ୍ୱର ହେଲା, was just a croak, ଗୋଟେ କର୍କଶ ଶବ୍ଦ ଥିଲା, ଗୋଟେ ସ୍ୱର, ସୁନ୍ଦର ସ୍ୱର ନଥିଲା, ଶୁଣିବାକୁ ସୁନ୍ଦର ନଥିଲା। He opened, ସେ ଖୋଲିଦେଲା his beak, ସେ ତାର ଥଣ୍ଟଟିକୁ ଖୋଲିଦେଲା in his foolish fright, ସେ ଯୋଉ କୋକିଶିଆଳୀ ଯୋଉ ବୋକାମି ଭରା ପ୍ରଶଂସା କରିଥିଲା, ସେଇ ପ୍ରଶଂସାରେ ପଡିକି କାଉଟି ତାର ଥଣ୍ଟଟିକୁ ଖୋଲିଦେଲା। And down fell the morsel. ଆଉ କଣ କଲା ନା ସେ ଯୋଉ morsel ଟାକୁ ତଳେ ଫୋପାଡି ଦେଲା, ସେଇ ଖାଦ୍ୟର ଛୋଟ ଖଣ୍ଡଟିକୁ ତଳେ ଫୋପାଡି ଦେଲା। The fox had eyed, the fox, ଯାହା ଉପରେ ସେଇ କୋକିଶିଆଳୀର had eyed, ନଜର ଥିଲା, ଆଖି ଥିଲା। କାହା ଉପରେ ଥିଲା ନା ସେ morsel ଉପରେ, ସେ ଖାଦ୍ୟ ଖଣ୍ଡ ଉପରେ ଆଖି ଥିଲା। Ha ha ha, laughed the fox.
କଣ କଲା ନା ସେଇ କୋକିଶାଳୀଟି ଲାଭଡ୍ କଲା, ହସିଲା ha 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 କହିକି। And now you know, କଣ କହିଲା ନା ଏବେ ତୁମେ ଜାଣିପାରିଲ। Ignore sweet words that you make low. ଇଗ୍ନୋର କର, ଅବହେଳା କର କାହାକୁ ନା ସେଇ ମିଠା ମିଠା କଥାକୁ, ସେଇ ସୁଇଟ୍ ୱାର୍ଡସକୁ ଯୋଉଟା ତୁମକୁ ଦ୍ୟାଟ୍ ମେକ୍ ୟୁ ଗ୍ଲୋ, ଯୋଉଟା ତୁମକୁ ଉପରକୁ ଉଠେଇଥାଏ। ସେହି ଯେଉଁ ୱାର୍ଡସ ଗୁଡ଼ିକ, ଯେଉଁ ମିଠା ମିଠା ଶବ୍ଦ ଗୁଡ଼ିକ ତୁମକୁ ଉଠେଇଥାଏ, ପ୍ରଶଂସା ଭରା ସ୍ୱରରେ ଉଠେଇଥାଏ, ତାକୁ ଇଗ୍ନୋର କର, ତାକୁ ଅବହେଳା କର, ତାକୁ ଶୁଣ ଆଦୌ ଶୁଣ ନାହିଁ। ପ୍ରାଇଡ୍ ମାଇ ଫ୍ରେଣ୍ଡ ଇଜ ରାଦର ଅନୱାଇଜ। ମୋର ସାଙ୍ଗ, ଗର୍ବ ହେଉଛି ଗୋଟିଏ ଅଜ୍ଞାନ କାମ। ଅନୱାଇଜ ମାନେ ଅଜ୍ଞାନ, ୱାଇଜ ମାନେ ଜ୍ଞାନ, ଅନୱାଇଜ ମାନେ ଅଜ୍ଞାନ। ପ୍ରାଇଡ୍ ମାନେ ଗର୍ବ ହେଉଛି ଗୋଟିଏ ଅଜ୍ଞାନ କାମ। I am sure this teaching is quite a surprise. I am sure, ମୁଁ ନିଶ୍ଚୟ, this teaching, ଏହି ଶିକ୍ଷା is quite a surprise, ଏହା ବହୁତ ବଡ଼ ଆଶ୍ଚର୍ଯ୍ୟ କଥା। ମୁଁ ଯୋଉ ତୁମକୁ ଶିକ୍ଷା ଦେଲି ଏଇଟା ଗୋଟିଏ ବହୁତ ଆଶ୍ଚର୍ଯ୍ୟ ତୁମକୁ ଲାଗିଥିବ। କାହାକୁ କହୁଛି ନା କାଉକୁ କହୁଛି। ତ ତୁମର ଏଇଟା ତ ରାଭେନ୍ ଆଣ୍ଡ ଦ ଫକ୍ସ ଟେକ୍ସଟ ଗପଟି ସରିଗଲା। ତାର ନେକ୍ସଟ କ୍ଲାସରେ ଆମେ ଏହାର କ୍ୱେଶ୍ଚିନ୍ ଆନ୍ସର କରିବା। ଓକେ, ଯଦି କିଛି ଡାଉଟ୍ ତୁମର ରହିଲା, କିଛି ବୁଝିପାରିଲନି, ତାହେଲେ କମେଣ୍ଟ ବକ୍ସରେ ଜଣାଅ। ଆଉ ଭିଡ଼ିଓ ଯଦି ଭଲ ଲାଗିଲା ତାହେଲେ ମୋତେ କମେଣ୍ଟ କର। ଓକେ, ନେକ୍ସଟ କ୍ଲାସରେ ଆମେ ଏହାର କ୍ୱେଶ୍ଚିନ୍ ଆନ୍ସର ଡିସ୍କସ୍ କରିବା। ଓକେ, ବାଏ ବାଏ ଷ୍ଟୁଡେଣ୍ଟସ୍।